ଆଜି ମାନେ 29 ମେ ଜ୍ୟେଷ୍ଠ ମାସର ସବୁଠାରୁ ବଡ଼ ଗୁରୁବାର ଦିନ ହଳଦୀ ଖଣ୍ଡ ଆପଣଙ୍କ ଘରର ଏହି ଜାଗାରେ ରଖିଦିଅନ୍ତୁ। ବହୁତ ଜଲ୍ଦି କରୋଡ଼ପତି ବନିଯିବେ। ପଇସା ହିଁ ପଇସା ଆପଣଙ୍କ ପାଖକୁ ଆସିବ। ଅଚାନକ ଆପଣଙ୍କୁ ଯଦି ପଇସା ଦରକାର, ଅଚାନକ ଆପଣଙ୍କୁ ପଇସାର ଆବଶ୍ୟକତା ଅଟେ, ଯାହା ଆପଣଙ୍କ ଜୀବନରେ ଧନ ଆସିବାର ସବୁ ରାସ୍ତା ବନ୍ଦ ହୋଇଯାଇଛି। ଆପଣଙ୍କୁ ଯେଉଁଠୁ ନା କେଉଁଠୁ ପଇସା ଯଦି ଚାହାନ୍ତି, ତ ଆପଣ ହଳଦୀ ଖଣ୍ଡ ବାଲା ଗୋଟିଏ ଛୋଟିଆ ଉପାୟଟି ଆପଣ ଗୁରୁବାର ଦିନ ଜରୁର କରନ୍ତୁ। ମାତ୍ର ଗୋଟିଏ ଥର ହିଁ ଉପାୟକୁ କରିବା ଦ୍ୱାରା ଆପଣ ନିଜେ ଦେଖିବେ କି କିପରି କେତେ ଜଲ୍ଦି ଆପଣଙ୍କୁ ଆକସ୍ମିକ ଧନର ପ୍ରାପ୍ତି ହେବ ଏବଂ ଧନ ସହ ଯୋଡ଼ା ଯେତେ ବି ସମସ୍ୟା ଆପଣଙ୍କ ଜୀବନରେ ଥିବ ତାହା ତୁରନ୍ତ ଦୂର ହେବାକୁ ଲାଗିବ। ତ ଦେଖନ୍ତୁ, ହଳଦୀ ଯୋଡ଼ା ହୋଇଥାଏ ଶ୍ରୀହରି ବିଷ୍ଣୁଙ୍କ ସହିତ, ଦେବଗୁରୁ ବୃହସ୍ପତିଙ୍କ ସହିତ। ଯେପରି ହିଁ ଆପଣ ଏହି ହଳଦୀ ବାଲା ଉପାୟକୁ କରିବେ, ଆପଣଙ୍କ ଜୀବନରେ ଗୋଟିଏ ଜାଗାରୁ ନୁହେଁ ବରଂ ଗୋଟିଏ କୋଣରୁ ବି ନୁହେଁ ପଇସା ଆସିବ ନାହିଁ, ବରଂ ପ୍ରତ୍ୟେକ ରାସ୍ତା ଧନ ଆସିବାର ବାଟ ଖୋଲିଯିବ। ଯେବେ ବି ଆପଣଙ୍କ ପାଖକୁ ଧନ ଆସିବାର ବାଧା ଥିଲା ତାହା ସବୁ ଦୂର ହୋଇଯିବ। କାହିଁକି ନା ଏହି ମହାଦିବ୍ୟ ଚମତ୍କାରୀ ଉପାୟ ଆଜିର ଭିଡ଼ିଓରେ ଆମେ ଆପଣଙ୍କ ପାଇଁ ନେଇ ଆସିଛୁ, ଯାହାକୁ କରିବା ଦ୍ୱାରା ଆପଣଙ୍କର ଟ୍ରେଜୋରୀରେ ଧନର ଭରି ରହିଯିବ। ବ୍ୟାଙ୍କ ବାଲାନ୍ସ ଏପରି ବଢ଼ିବ କି କେବେ ଆପଣଙ୍କ ପାଖରେ ଧନର କମି ରହିବ ନାହିଁ। ଆପଣ ଅନ୍ୟକୁ ପଇସା ଦେଇପାରିବେ, ଏତେ ପଇସା ଆପଣଙ୍କ ପାଖରେ ହେବ। ତ ଦେଖନ୍ତୁ, ଆଜିର ଭିଡ଼ିଓରେ ଯେଉଁ ଉପାୟ ଆମେ ଆପଣଙ୍କୁ ଜଣାଇବାକୁ ଯାଉଛୁ, ତ ଏହି ଉପାୟକୁ ଠିକ୍ ସେହିପରି କରିବେ ଯେଉଁପରି ଭିଡ଼ିଓରେ ଆମେ ଆପଣଙ୍କୁ ଜଣାଇବୁ। ତାପରେ ଆପଣ ନିଜେ ଦେଖିବେ କିପରି ପଇସାର ବର୍ଷା ହେବାକୁ ଲାଗିବ ଆପଣଙ୍କ ଘରେ। ମାତା ଲକ୍ଷ୍ମୀକୁ ପ୍ରସନ୍ନ କରିବା ବହୁତ ସହଜ ହୋଇଥାଏ ଯେବେ ଆପଣ ଶ୍ରୀହରି ବିଷ୍ଣୁକୁ ପ୍ରସନ୍ନ କରିଦେଇଥାନ୍ତି। ଆଉ ଯେଉଁଠି ଶ୍ରୀହରି ବିଷ୍ଣୁ ସେଠି ହିଁ ଧନର ଦେବୀ ମାତା ଲକ୍ଷ୍ମୀ ବାସ କରିଥାନ୍ତି। ଆଉ ଯେଉଁ ଉପାୟ ଆମେ ଆପଣଙ୍କୁ ଏବେ ଜଣାଇବାକୁ ଯାଉଛୁ, ଏହା ମାତା ଲକ୍ଷ୍ମୀ ଓ ଶ୍ରୀହରି ବିଷ୍ଣୁ ଦୁହିଁଙ୍କୁ ପ୍ରସନ୍ନ କରାଇଥାଏ। ଆଉ ଯେବେ ଆପଣ ଏହି ଦୁଇ ଜଣଙ୍କୁ ପ୍ରସନ୍ନ କରିଦେବେ, ତ ଆପଣଙ୍କ ପାଖରେ ଧନର ବର୍ଷା ହେବା ଷ୍ଟାର୍ଟ ହୋଇଯିବ। ତ ଆପଣଙ୍କୁ କ'ଣ କରିବାକୁ ପଡ଼ିବ ନା, ହଳଦୀର 5 ଖଣ୍ଡ ହଳଦୀ ନେବେ। ଆଉ ହଳଦୀ ରଙ୍ଗ ହଳଦିଆ ହୋଇଥାଏ, ଆପଣମାନେ ସମସ୍ତେ ଜାଣିଛନ୍ତି। ଆଉ ଏହି ହଳଦିଆ ରଙ୍ଗ ହିଁ ଶ୍ରୀହରି ବିଷ୍ଣୁଙ୍କୁ ବହୁତ ପ୍ରିୟ ହୋଇଥାଏ। ଶ୍ରୀହରି ବିଷ୍ଣୁଙ୍କ ପୂଜାରେ ବି ହଳଦୀ ନିଆଯାଇଥାଏ। ଆଉ ହଳଦୀ ସହିତ ଆପଣ ନେବେ ଲାଲ ରଙ୍ଗର ଗୋଟିଏ କପଡ଼ା, ଯାହା ମାତା ଲକ୍ଷ୍ମୀଙ୍କୁ ବହୁତ ପ୍ରିୟ ହୋଇଥାଏ। କାହିଁକି ନା ଲାଲ ରଙ୍ଗ ମାତା ଲକ୍ଷ୍ମୀଙ୍କର ଅତ୍ୟନ୍ତ ପ୍ରିୟ ହୋଇଥାଏ। ଆଉ ହଳଦିଆ ରଙ୍ଗ ଶ୍ରୀହରି ବିଷ୍ଣୁଙ୍କୁ ବହୁତ ପ୍ରିୟ ହୋଇଥାଏ। ତ ଆପଣ ଗୋଟିଏ ଲାଲ ରଙ୍ଗର କପଡ଼ା ନେବେ, 5ଟି ଖଣ୍ଡ ହଳଦୀ ନେବେ, ଏହା ସହ 2 ଟଙ୍କିଆ ଗୋଟିଏ କଏନ୍ଟେ ନେବେ। ଆଉ ସେହି 2 ଟଙ୍କିଆ କଏନ୍କୁ ସାବୁନ ହେଉ କିମ୍ବା ସର୍ଫରେ ଭଲସେ ସଫା କରିଦେବେ। ଏହା ସହ ଗୋଟିଏ ଗ୍ରୀନ୍ କଲର୍ର ଗୁଜୁରାତି ନେବେ। ବାସ୍ ଏତିକି ଜିନିଷକୁ ନେଇ ଆପଣଙ୍କର ପୂଜା ଘରକୁ ଚାଲିଯିବେ। ପୂଜା ଘରେ ବସି ପଡ଼ିବେ। ଆଉ ସବୁଠୁ ପ୍ରଥମେ ଗୋଟିଏ ଦୀପଟିଏ ଜଳାଇବେ ଶ୍ରୀହରି ବିଷ୍ଣୁଙ୍କ ସାମ୍ନାରେ, ନାହିଁ ତ ମାତା ଲକ୍ଷ୍ମୀଙ୍କ ସାମ୍ନାରେ ଦୀପଟିକୁ ରଖିଦେବେ। ତାପରେ ଲାଲ ରଙ୍ଗର କପଡ଼ା ଉପରେ ଯେଉଁ 5ଟି ଖଣ୍ଡ ହଳଦୀ ନେଇଥିଲେ, ସେହି ହଳଦୀକୁ ଅଭିମନ୍ତ୍ରିତ କରିକି ସେହି କପଡ଼ା ଉପରେ ଆପଣଙ୍କୁ ରଖିବାକୁ ପଡ଼ିବ। ଆଉ ଅଭିମନ୍ତ୍ରିତ କିପରି କରିବେ ସେହି ହଳଦୀକୁ ନା, 5ଟି ହଳଦୀ ଖଣ୍ଡ ଭିତରୁ ଗୋଟିଏ ହଳଦୀ ଖଣ୍ଡ ଉଠାଇ ଆପଣଙ୍କର ହାତରେ ଧରିବେ, ମନ୍ତ୍ରକୁ ବୋଲିବେ, ଓମ୍ ନମୋ ଭଗବତେ ବାସୁଦେବାୟ ନମଃ। ତାପରେ ଲାଲ କପଡ଼ା ଉପରେ ସେହି ହଳଦୀ ଖଣ୍ଡକୁ ରଖିଦେବେ। ପୁଣି ଥରେ ଆଉ ଗୋଟିଏ ହଳଦୀ ଖଣ୍ଡକୁ ଉଠାଇବେ, ପୁଣି ଥରେ କହିବେ ଓମ୍ ନମୋ ଭଗବତେ ବାସୁଦେବାୟ ନମଃ। ତାପରେ ସେହି ହଳଦୀ ଖଣ୍ଡକୁ ପୁଣି ଥରେ ସେହି ଲାଲ କପଡ଼ା ଉପରେ ରଖିଦେବେ। ପୁଣି ଥରେ ଆଉ ଗୋଟେ ହଳଦୀ ଖଣ୍ଡକୁ ଉଠାଇବେ, ଠିକ୍ ସେହିପରି ମନ୍ତ୍ର କହିବେ, ଲାଲ କପଡ଼ାରେ ରଖିବେ। ଏହିପରି 5ଟି ହଳଦୀ ଖଣ୍ଡକୁ ଗୋଟିଏ ଗୋଟିଏ କରି ଆପଣଙ୍କର ହାତରେ ଧରିବେ। ଏହା ସହ ପ୍ରତ୍ୟେକ ହଳଦୀ ଖଣ୍ଡ ଧରି ମନ୍ତ୍ର କହିବେ, ଶ୍ରୀହରି ବିଷ୍ଣୁଙ୍କ ମନ୍ତ୍ର। ଏବେ ସେହି ହଳଦୀ ଖଣ୍ଡ ଅଭିମନ୍ତ୍ରିତ ହୋଇପଡ଼ିଛି। ଏବେ ଆପଣ କ'ଣ କରିବେ ନା, ଯେଉଁ 2 ଟଙ୍କିଆ କଏନ୍ଟି ନେଇଥିଲେ ସେହି କଏନ୍କୁ ବି ହଳଦୀ ଖଣ୍ଡ ଉପରେ ରଖିଦେବେ। ଏହାପରେ ଯେଉଁ ଗୁଜୁରାତି ଆପଣ ନେଇଥିଲେ, ସେହି ଗୁଜୁରାତିକୁ ଆପଣ ଭଗବାନ ଗଣେଶଙ୍କ ପାଖରେ ରଖିବେ। ତାପରେ ସେହି ଲାଲ କପଡ଼ାଟିକୁ ଗୋଟିଏ ପୋଟଳିଟିଏ ବନାଇଦେବେ। ସେହି ପୋଟଳି ଉପରେ ସିନ୍ଦୁରରେ ଗୋଟିଏ ତିଳକ ଲଗାଇବେ। ଆଉ ସେହି ପୋଟଳିକୁ ଆପଣ କେଉଁଠି ରଖିବେ ନା, ଆପଣ ଯେଉଁଠି ଟଙ୍କା ପଇସା ଆପଣଙ୍କର ରଖୁଛନ୍ତି ସେଠି ଏହି ପୋଟଳିକୁ ରଖିବେ, ଶ୍ରୀହରି ବିଷ୍ଣୁ ଓ ମାତା ଲକ୍ଷ୍ମୀକୁ ଧ୍ୟାନ କରି। ତାପରେ ଆପଣ ପ୍ରାର୍ଥନା କରିବେ କି, ହେ ଜଗତର କଲ୍ୟାଣ କରି ମାତା ଲକ୍ଷ୍ମୀ, ହେ ଶ୍ରୀହରି ବିଷ୍ଣୁ, ହେ ପ୍ରଭୁ ଗଣେଶ,
ଭଗବାନ ମୋ ଧନର ବୃଦ୍ଧି କର, ମୋ ଧନକୁ ତୁମେ ବଢାଇ ଦିଅ, ମୋ ଦ୍ୱାରା ଯାହା ବି ଭୁଲ ଭାଲ ହୋଇଯାଇଛି ସେଥିପାଇଁ ମୋତେ କ୍ଷମା କରିଦିଅ। ବାସ୍ ଏହିପରି ଆପଣ ପ୍ରାର୍ଥନା କରିବେ। ସେହି ପୋଟଳୀକୁ ଆପଣ ଧନ ରଖୁଥିବା ସ୍ଥାନରେ ରଖିଦେବେ। ଆଉ ଯେଉଁ ଗ୍ରୀନ କଲର ଗୁଜୁରାତି ଆପଣ ଭଗବାନ ଗଣେଶଙ୍କ ପାଖରେ ରଖିଥିଲେ, ଗଣେଶଙ୍କ ପାଖରୁ ସେହି ଗୁଜୁରାତିକୁ ଉଠାଇ ଆଣି ଆପଣଙ୍କର ପକେଟରେ ରଖିଦେବେ। ତ ଦେଖନ୍ତୁ ଏହି ଉପାୟକୁ ଠିକ୍ ସେ କରିବେ ମାତ୍ର ଗୋଟିଏ ଗୁରୁବାର ଦିନ ଏହି ଉପାୟକୁ କରିବେ। ତ ଉପାୟଟିକୁ ନିହାତି କରନ୍ତୁ ଆଉ ଏହାର ଚମତ୍କାର ଆପଣ ନିଜେ ଦେଖିବେ କିପରି ଆପଣଙ୍କ ପାଖରୁ ଧନର ବର୍ଷା ହେବ ଆଉ କିପରି ଆପଣଙ୍କୁ ମହାଧନୀ ଏହି ଉପାୟ କରାଇଦେବ। ତ ବହୁତ ମହା ଦିବ୍ୟ ଚମତ୍କାରୀ ଉପାୟ ଅଟେ ଯାହା ରାତାରାତି ଆପଣଙ୍କୁ ହିଁ ଧନୀ ବନାଇଦେବ। ଏବେ ଆସନ୍ତୁ ଆଉ ଗୋଟିଏ ଉପାୟଟି ଜାଣିବା ଆଉ ସେହି ଉପାୟଟି ହେଉଛି ଗୋଟିଏ ଦୀପର ହଳଦୀ ବାଲା ଉପାୟ। ଏହି ଦୀପକୁ ଆପଣଙ୍କ ଘରର ଏହି ଗୁପ୍ତ ଜାଗାରେ ଜଳାଇବେ। ତାପରେ ଦେଖିବେ ଏତେ ପଇସା ବର୍ଷା ହେବ ଆପଣ ନିଜେ ବି ନିଜକୁ ବିଶ୍ୱାସ କରିପାରିବେ ନାହିଁ। ଆଜି ହେଉଛି ଜ୍ୟେଷ୍ଠ ମାସର ସବୁଠାରୁ ପ୍ରିୟ ଓ ବିଶେଷ ଗୁରୁବାର ଆଉ ଏହି ଦିନ ଯଦି ଆପଣ ଏହି ଖାସ୍ ଉପାୟ କରିଦେବେ ତ ଆପଣଙ୍କର ଭାଗ୍ୟ ରାତାରାତି ଚମକିବ ଆଉ ଆପଣଙ୍କ ଜୀବନରେ ଧନର ବର୍ଷା ଷ୍ଟାର୍ଟ ହୋଇଯିବ। ତେବେ ଆସନ୍ତୁ ଜାଣିବା ଏହି ଗୁପ୍ତ ଉପାୟଟି। କିନ୍ତୁ ତା ପୂର୍ବରୁ ଆପଣ ଯଦି ଚାହାନ୍ତି କି ମାତା ଲକ୍ଷ୍ମୀ ଓ ଶ୍ରୀହରି ବିଷ୍ଣୁଙ୍କର ଆଶୀର୍ବାଦ ସदैବ ଆପଣଙ୍କ ଉପରେ ଏବଂ ଆପଣଙ୍କର ପୁରା ପରିବାର ଉପରେ ବନି ରହୁ ତ ଏହି ଭିଡ଼ିଓ ଗୋଟେ ଲାଇକ୍ କରନ୍ତୁ, ଭିଡ଼ିଓକୁ ଅଧିକରୁ ଅଧିକ ମାତ୍ରାରେ ସେୟାର କରନ୍ତୁ। ଆମ ଚ୍ୟାନେଲରେ ଯଦି ଆପଣମାନେ ନୂଆ ଆସିଛନ୍ତି, ନୂଆ କରି ଆମ ଭିଡ଼ିଓ ଦେଖୁଛନ୍ତି ତ କୃପା କରି ଆମର ଏହି ଚ୍ୟାନେଲ ରୋଜି ପିହୁ 1234କୁ ଏବେ ହିଁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନଟିକୁ ଦବାଇ ଦିଅନ୍ତୁ ଏବଂ କମେଣ୍ଟ ବକ୍ସରେ ଜୟ ଶ୍ରୀହରି ବିଷ୍ଣୁ ଜୟ ମାତା ଲକ୍ଷ୍ମୀ ଅବଶ୍ୟ ଲେଖନ୍ତୁ। ଏହି ଉପାୟ ପାଇଁ ଆପଣ ଶୁଦ୍ଧ ଦେଶୀ ଘିଅର ଗୋଟିଏ ଦୀପଟିଏ ନେବେ ଆଉ ସେହି ଦୀପରେ ଆପଣ 1ରୁ 2 ଚୁଟକି ହଳଦୀ ପାଉଡର ପକାଇଦେବେ। ଏବେ ସେହି ଦୀପକୁ ଆପଣ କେଉଁଠି ଜାଳିବେ ତ ଆପଣ ଧ୍ୟାନ ଦେବେ ଯେଉଁ ଉପାୟ ଆପଣ କରିବେ ବା ଯେଉଁ ଦୀପକୁ ଆପଣ ଜଳାଇବେ ତ ସେହି ଜଳାଉଥିବା ଦୀପ ସମୟରେ ଯେମିତି ଆପଣଙ୍କୁ କେହି ଦେଖି ନପାରିବେ। ତ ଆପଣ ଏହି କଥାକୁ ବିଶେଷ କରି ଧ୍ୟାନ ରଖିବେ। ତ ଆପଣ ଏହି ଦୀପକୁ କେଉଁଠି ଜଳାଇବେ ନା କଦଳୀ ଗଛ ମୂଳରେ। ଦେଖନ୍ତୁ ଯେଉଁଠି ବି କଦଳୀ ଗଛ ଥିବ ସେହି ଜାଗାରେ ଆପଣ ସେହି ଦୀପକୁ ଜଳାଇବେ ଆପଣଙ୍କର ମନସ୍କାମନା କହିକି। ତ ଆପଣ ଏହି ଉପାୟ କେବେ କରିବେ ନା ଗୁରୁବାର ଦିନ ସନ୍ଧ୍ୟା ସମୟରେ ଏହି ଉପାୟକୁ କରିବେ କାହିଁକି ନା ସନ୍ଧ୍ୟା ସମୟ ମାତା ଲକ୍ଷ୍ମୀଙ୍କୁ ସମର୍ପିତ ହୋଇଥାଏ। ଆପଣ ସନ୍ଧ୍ୟା ସମୟରେ ହିଁ ଏହି ଉପାୟକୁ କରିବେ। ଯେତେବେଳେ ଭଗବାନ ବିଷ୍ଣୁଙ୍କ ପାଇଁ କୌଣସି ବି ଉପାୟ ଆପଣ କରିଥାନ୍ତି ତ ଭଗବାନ ବିଷ୍ଣୁଙ୍କୁ ପ୍ରସନ୍ନ କରିବା ପାଇଁ ଛୋଟିଆ ଛୋଟିଆ ଉପାୟ ଯଦି ଆପଣ କରିଥାନ୍ତି ତ ମାତା ଲକ୍ଷ୍ମୀ ବହୁତ ଜଲ୍ଦି ପ୍ରସନ୍ନ ହୋଇଯାଆନ୍ତି ଆପଣଙ୍କ ଉପରେ। ଆଉ ଯେଉଁଠି ଭଗବାନ ବିଷ୍ଣୁଙ୍କର ଉପାୟ ହୋଇଥାଏ ତ ସେଠି ମାତା ଲକ୍ଷ୍ମୀ ଆପେ ଆପେ ଦୌଡ଼ିକି ଚାଲି ଆସିବେ। ତ ଏହି ଉପାୟ ଭଗବାନ ଶ୍ରୀହରି ବିଷ୍ଣୁଙ୍କ ସହ ଯୋଡ଼ା। ଏହି ଉପାୟ ଦ୍ୱାରା ମାତା ଲକ୍ଷ୍ମୀ ତୁରନ୍ତ ପ୍ରସନ୍ନ ହୋଇଯିବେ ଆଉ ମାତା ଲକ୍ଷ୍ମୀ ଶ୍ରୀହରି ବିଷ୍ଣୁଙ୍କ ସହିତ ଆପଣଙ୍କ ଘରେ ଆସି ବାସ କରିବାକୁ ଲାଗିବେ। ଆପଣଙ୍କ ଘରୁ କେବେ ବି ରୁଷ୍ଟ ହୋଇକି ଯିବେ ନାହିଁ ଯଦି ଆପଣ ଏହି ଛୋଟିଆ ଉପାୟକୁ ଗୁରୁବାର ଦିନ କରିଦେବେ। ବାସ୍ ଏହି ଉପାୟ ଆପଣଙ୍କର ଭାଗ୍ୟକୁ ରାତାରାତି ପୁରା ଚମକାଇ ଦେବ, ପଇସା ଆସିବା ଷ୍ଟାର୍ଟ ହୋଇଯିବ। ତ ଆପଣ ଏହି ଉପାୟକୁ ପୁରା ସଚ୍ଚା ଶ୍ରଦ୍ଧାର ସହ କରନ୍ତୁ। ଗୋଟେ କଥା ସବୁବେଳେ ମନେ ରଖିଥିବେ ଯଦି ମନରେ ବିଶ୍ୱାସ ଥିବ ତେବେ ସେହି ଜିନିଷ ନିଶ୍ଚୟ ଆପଣଙ୍କର ପୁରା ହେବ ଆଉ ମନରେ ଯଦି ବିଶ୍ୱାସ ନାହିଁ ତ ଆପଣ କୌଣସି ବି କାର୍ଯ୍ୟକୁ ପୁରା କରିପାରିବେ ନାହିଁ। ତ ପୁରା ବିଶ୍ୱାସର ସହ ଏହି ଉପାୟଟିକୁ କରନ୍ତୁ ଆଉ ଆପଣଙ୍କ ଭାଗ୍ୟକୁ ଆପଣଙ୍କ ଜୀବନକୁ ରାତାରାତି ଆପଣ ନିଜେ ହିଁ ଚମକାନ୍ତୁ। ତ ଆଶା କରୁଛି ଆଜିର ଭିଡ଼ିଓଟି ନିହାତି ଭାବରେ ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ଭିଡ଼ିଓଟି ଆପଣଙ୍କୁ ପସନ୍ଦ ଆସିଥାଏ ତେବେ ଭିଡ଼ିଓକୁ ଗୋଟେ ଲାଇକ୍ କରନ୍ତୁ, ଭିଡ଼ିଓଟିକୁ ଅଧିକରୁ ଅଧିକ ମାତ୍ରାରେ ସେୟାର କରିବାକୁ ଜମାରୁ ବି ଭୁଲନ୍ତୁ ନାହିଁ।